ତମେ ସତ କହୁଛ ଆମ ଘରକୁ ଯାଇଥିଲ? ମୋ ଡାଡିଙ୍କ ସାଙ୍ଗରେ ତମର ଦେଖା ହେଲା? ହଁ ହଁ ନମିତା, ଖାଲି ତମ ଡାଡିଙ୍କ ସାଙ୍ଗରେ ଦେଖା ହେଲାନି, ତମ ଡାଡିକି ମଧ୍ୟ ତମ କଥା ସବୁ କଥା ସତ କହିଦେଲା ପରେ ତମ ଡାଡି ମତେ କହିଲେ କଣ ଜାଣିଛ ନା? କଣ କହିଲେ? ମୋ ଛୁଆରେ କିଛି ହବନି, ମୁଁ ତାକୁ ଲଣ୍ଡନ କି ଆମେରିକା ନେଇ ଭଲ କରିବି। ଆଉ ସେ ତମ ଡାଡି ଏବେ ଆସି ପହଞ୍ଚିଯିବ ବୋଧେ। ତମେ ସତ କହୁଛ? ମୋ ଡାଡି ଏବେ ଆସି ପହଞ୍ଚିବେ? ଜାଣିଛ ମୋ ଡାଡି ନା ଚୁନା ମାଛ ଖାଇବାକୁ ବହୁତ ଭଲ ପାଆନ୍ତି। ତମେ କାହାକୁ ଟିକେ ଫୋନ କରି କହୁନା, ସେ ଚୁନା ମାଛ ଆଣିଲେ ମୁଁ ନିଜ ହାତରେ ରୋଷେଇ କରିବି। ଦେଖିବ ମୋ ଡାଡି ବହୁତ ଖୁସି ହେବେ। ଆରେ ରୁହ, କହିବି ହେଲା, ବୁଝିଲ? ଆଉ ତମ ଡାଡି ଏଇ ଶୀଘ୍ର ଆସି ପହଞ୍ଚିବେ ନିଶ୍ଚିତ ବୋଧେ। ମୋ ଡାଡି ମତେ କ୍ଷମା କରିଦେଇଛନ୍ତି। ହଁ, ଖାଲି କ୍ଷମା କରିନାହାନ୍ତି, ଆରେ ମତେ ପାଖରେ ପାଇ କୁଣ୍ଢେଇ ପକେଇଲେ, ଟଙ୍କା ବି ଦେଲେ। ତମକୁ? ହଁ, ତମକୁ ଜ୍ୱାଇଁ ପୁଅ ବୋଲି କହିଲେ? ହଁ। ଜାଣିଛ ମୋ ଡାଡି ନା ବହୁତ ଭଲ ଗୀତ ଗାଆନ୍ତି। କଣ ତ ସେ ଗୀତଟା, ସ୍ମୃତି ଏକ ରୂପାଚନ। ତମ ଡାଡି କୋଉ କମ ଗୀତ ଗାଆନ୍ତି କି? ଆରେ ମୁଁ ପରା ତାଙ୍କଠୁ ଅଧିକା ଗୀତ ଗାଏ ଲୋକ। ନାଇଁ ତମେ କିନ୍ତୁ ମୋ ଡାଡିଙ୍କ ଭଳି ଗାଇପାରିବନି। ଆରେ ଆମେ ଯେତେବେଳେ ବୁଲି ଯାଉଥିଲେ ତମେ ମତେ କହୁନଥିଲ, ଏଇ ଗୌର ତମ ଗୋଟେ ଗୀତଟେ ଗାଇଲ? ମୁଁ ଗାଉନଥିଲି ଗୀତଟା? ଆଉ ଥରେ ଗାଅ ନା। ଗାଉନ? ମୋ ଡାଡିଙ୍କ ଭଳି ତମେ ଜମା ଗାଇପାରିବନି। ଆଉ ତମେ ମତେ ସେତେବେଳେ କଣ କହୁଥିଲ କହିଲ ଗୀତ ଗାଏ ଶୁଣି? କଣ କହୁଥିଲି? ଭଲ ପାଉନଥିଲ? ନାଇଁ। ଆଇ ଲଭ୍ ୟୁ କହୁନଥିଲ? ନାଇଁ। ଆଇ ଲଭ୍ ୟୁ ଜାନୁ ବୋଲି ଚିଠି ଲେଖି ଦେଇନଥିଲ? ତମେ କଣ କହୁଥିଲ କି? ହଁ, ତମେ ବି ତ ମତେ କଣେଇ କଣେଇ ଚାହୁଁଥିଲ ନା? ହଁ। ଆରେ ତମେ ଯେତେବେଳେ ଚିଠି ଲେଖିଥିଲ ମୁଁ ଚାହିଁବିନି କେମିତି କହିଲ? ଜାଣିଛ ହଁ। ତମେ ଗୋଟେ ମତେ ମୋ ଦେହ ଛୁଇଁ ମତେ ଗୋଟେ କଥା ଦିଅ। କି କଥା? ଜୀବନରେ ନା ହଁ, ତମେ କେବେ ବି କାନ୍ଦିବନି, ନାଇଁ ସବୁବେଳେ ହସିବ। ନାଇଁ, ମୋ ଦେହ ଛୁଇଁ କଥା ଦିଅ ନା, ଦିଅ। ଆରେ ହଁ, ମୁଁ ତମ ଦେହ ଛୁଇଁ କଥା ଦଉଛି, ମୁଁ ଆଉ କେବେ ବି କାନ୍ଦିବିନି, ସବୁବେଳେ ହସିବ। ନିଶ୍ଚୟ ହସିବି। ତାହେଲେ ହସ ହସ। कौन है तुम लोग? नमिता, कौन है तुम? पापा, सुश्री, अरे देखा रे, अरे तो भाई कौन है? गौरव, अरे भाउजंकर कौन है? अरे तो भाई अरे तो एमती हसुचु कौन? गौरव, तुम एमती हस कौन गौरव? मो नमिता मत कही, हे गौरव तुम जीवन सारा अनेक कांदिलनी, मरीगला पर तुम आउ कांदबनी, हसब हसब तुम। अरे जाइसु तो भाज मत कौन कहला? कौन? मु मरीगला पर भी तुम आउ जमा कांदबनी गौरव दास, खाली हसब।
दुखरे